ସାର୍ ଚାଲନ୍ତୁ ଆଜି ଦାଣ୍ଡିଆ ନାଇଟ୍ ଯିବା ଆଉ ଦାଣ୍ଡିଆ ଖେଳିବା। ବେ ସାଲା ଏଇ ଦାଣ୍ଡିଆ ବାଣ୍ଡିଆ ପୁଣି କିଏ ଆଣବେ? ସାର୍ ଇଏ ଗୋଟେ ଗୁଜୁରାତିଙ୍କର ଫେମସ ଖେଳ, ଦୁର୍ଗା ପୂଜା ଟାଇମ ରେ ଖେଳନ୍ତି। ଏବେ ଆମ ଓଡିଶା ଲୋକମାନେ ବି ଖେଳୁଛନ୍ତି। 400 ଟଙ୍କା ଲେଖା ଟିକେଟ ପଇସା ଦେଇକି ଭିତରକୁ ଯାଉଛନ୍ତି ଆଉ ରାତିରେ ସବୁ ମିଶିକି ବାଡା ବାଡି ହଉଛନ୍ତି। ସାଲା ଜେଜ ଅଜା ବାଗୁଡି ଖୋଖୋ ଖେଳି ଖେଳିକି ମେରିଗଲେ। ସାଲା ତାଙ୍କ ଛୁଆ ଏବେ ପଇସା ଦେଇକି ଦାଣ୍ଡିଆ ବାଣ୍ଡିଆ ଖେଳିବାକୁ ଯାଉଛନ୍ତି। ସାଲା ଆମ ଓଡିଶାରେ କଣ ଖେଳ ସର୍ଟ ପଡିଗଲା? ତମେ ସାଲା ଗୁଜୁରାଟ ଖେଳ ଆଣିକି ଓଡିଶାରେ ପଇସା ଦେଇକି ଖେଳୁଛୁ? ତମ ମୁହଁକୁ ସାଲା ଲାଜା ସରମ ଆମ ରାନୀ କହିଲା ଭଳିଆ ଦାଣ୍ଡରେ ଡାଳ କିଛି ନାହିଁ। ସାର୍ ବେଶୀ ଟୋକା ଟୋକି ଯାଉଛନ୍ତି। ବାହାଘର ପରେ ଚାଉଠି କାଠରେ ରହିଛି ସେଇଠି। ତୁ ସାଲା ନାଳୁଆ ସେଇଥିପାଇଁ କହୁଛୁ ଦାଣ୍ଡିଆ ଖେଳିବାକୁ ଯିବା? ନାଇଁ ସାର୍ ମୁଁ ଏମିତି ଖାଲି ଦେଖିବାକୁ ଯାଇଥାନ୍ତି। ସାଲା ନିଜ ପରମ୍ପରାକୁ ପାଦରେ ଆଡେଇକି ପାର ରାଜ୍ୟର ଖେଳ ଖେଳିକି ସୋପ କାରୁଛନ୍ତି। ସାଲା ରାଜ୍ୟରେ ଦୋଳି ଖେଳିବା ଭୁଲି ଗଲେଣି, ହେଲେ ଦାଣ୍ଡିଆ ବାଣ୍ଡିଆ ଖେଳ ଚାଲୁ ରଖିଛନ୍ତି। ସାଲା ଏଗୁଡା ପୁଣି ଓଡିଆ अस्मिताର ରକ୍ଷା କରିବେ। ସାର୍ ଚାଲନ୍ତୁ ଏଇ ଥରେ ଖେଳିକି ପଳେଇ ଆସିବା। ଆମେ କଣ ସବୁବେଳେ ଖେଳୁଛନ୍ତି? ନାନୀ ପାଣ୍ଡ ଥରେ ଖାଲି ଯିବା ପାଇଁ କହିଲୁ? ପାବନ ଚାଲିବ ସାଇଁ ସାଇଁ ସେ ଦାଣ୍ଡିଆ ବାଡି ଛଡେଇକି ତ ଗାଣ୍ଡି ପିଟାଇବି ଘାଇ ଘାଇ।